ସ୍ଥାନୀୟ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ପଣ୍ଡା କଲୋନୀ ଓ ପାହାଡ଼ ସାହିରେ ନୀତି ନିୟମକୁ ଭୂକ୍ଷେପ ନ କରି ଦିବାରାତ୍ରକୁ ଏକ କରି ଶୁଦ୍ଧ ପାନୀୟ ଜଳ ଯୋଗାଣ ନାମରେ ପିଏଚ୍ଡି ପକ୍ଷରୁ ଜେସିବି ଓ ହାଇଡ୍ରୋଲିକ୍ ଡ୍ରିଲିଂ ମେସିନ୍ ମାଧ୍ୟମରେ ଖୋଳି ବାସିନ୍ଦାଙ୍କ ରୋଷର ଶିକାର ହୋଇଛନ୍ତି। କ୍ରମାଗତ ସହରର ବିଭିନ୍ନ ଗଳିକନ୍ଦିରେ ମାସ ମାସ ଧରି ବିଶୁଦ୍ଧ ପାନୀୟ ଜଳ ନାମରେ ନବନିର୍ମାଣ ହୋଇଥିବା ଫେବର ଓ କଂକ୍ରିଟ ରାସ୍ତା ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଖର୍ଚ୍ଚ ହୋଇଥିବା ବେଳେ ଉକ୍ତ ରାସ୍ତାକୁ ଖୋଳିଲେ ତାଡ଼ିଲେ ଓ ଫୋପାଡ଼ିଲେ। କାର୍ଯ୍ୟ ଚାଲୁଥିବା ସମୟରେ ହାଇଡ୍ରୋଲିକ୍ ଡ୍ରିଲିଂ ଭାଇବ୍ରେଟ୍ ହେବା ପ୍ରଭାବ ଫଳରେ ପାର୍ଶ୍ୱବର୍ତ୍ତୀ ସୁଉଚ୍ଚ ଘର ଛାତ ଦୋହଲିବା ଯୋଗୁଁ ବାସିନ୍ଦା ସୁରକ୍ଷା ମଣୁନାହାନ୍ତି। ଉପରୋକ୍ତ କାର୍ଯ୍ୟ ସମ୍ବନ୍ଧରେ ଉପସ୍ଥିତ ଅଫିସରଙ୍କୁ ଦୃଷ୍ଟିଗୋଚର କରାଯିବା ଫଳରେ ବିଭିନ୍ନ ପ୍ରକାର ଆଳ ଦେଖାଇ ଖସିଯିବାକୁ ବସିଛନ୍ତି। ଜଳ ହିଁ ଜୀବନ ନିହାତି ଆବଶ୍ୟକ ହୋଇପଡ଼ୁଥିବା ବେଳେ ବିଭିନ୍ନ ସାହି ଗଳିକନ୍ଦିରେ ପାଇପ୍ ଥିଲେ ଠିପି ନାହିଁ ଲାଗି ରହିଥିବା ବେଳେ ତଦାରଖ ପରିବର୍ତ୍ତେ ରାସ୍ତାରେ ଭାସୁ କିମ୍ବା ମୁକୁଳା ଡ୍ରେନ୍ରେ ପାଣି ଯାଉ ବିଭାଗୀୟ କର୍ତ୍ତୃପକ୍ଷଙ୍କ ହେୟଜ୍ଞାନ ବାସିନ୍ଦାଙ୍କୁ ଚକିତ କରିଦେଇଛି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଅବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇ ବ୍ୟବସ୍ଥାର ପୁନରାବୃତ୍ତି କିପରି ଘଟିବ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଚର୍ଚ୍ଚା ହେଉଛି। ବନବାସୀ ସେଠୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଲାଇଭ୍।